ତ ସାଙ୍ଗମାନେ ଇଏ ହେଉଛି ଟାଉନ ଥାରା ଆଗର ଦୃଶ୍ୟ। ନାଳ ପାଣିରେ ପୁରା ବୁଡ଼ିଛି ଚାରିଆଡ଼େ ଦେଖନ୍ତୁ। ତ ସାଙ୍ଗମାନେ ଇଏ ହେଉଛି କଂଗ୍ରେସ ଅଫିସ ଗଳି ଏବଂ ତା ସାମ୍ନା ରୋଡ ବି ଦେଖନ୍ତୁ। ଇଏ ହେଉଛି ସିନେମା ଛକକୁ ଯିବା ରାସ୍ତାଟା। ସାଙ୍ଗମାନେ ଇଏ ଦେଖନ୍ତୁ ଗୋଟେ ବାଲେଶ୍ୱର ନାଳର ଅବସ୍ଥା। ଇଏ ହେଉଛି ଟାଉନ ହଲରୁ ମିର୍ଜା ପୋଖରୀ ରୋଡକୁ ଯିବା ରାସ୍ତାରେ ଯୋଉ ନାଳଟା ପଡେ ରେଣୁକା କଲ୍ୟାଣୀ ମଣ୍ଡପ, ସେଇ ପାଖରେ ନାଳଟା। ଦେଖନ୍ତୁ ନାଳ ପୁରା ପାଣି ଭର୍ତ୍ତି ହେଇକି ରାସ୍ତା ଉପରକୁ ପାଣି ଆସିଗଲାଣି। ନାଳ ପାଣି ଡ୍ରେନେଜ ସିଷ୍ଟମର ଟିକେ ବାଲେଶ୍ୱର ଚିତ୍ର ଦେଖନ୍ତୁ। ତ ସାଙ୍ଗମାନେ ଇଏ ହେଉଛି ସ୍ୱେଲପୁର ଦୁର୍ଗା ମଣ୍ଡପ ଆଗରେ ଅଛି, ଆଉ ଏପଟେ ଗଳି ଭିତରେ ଗଲେ ଶ୍ରୀରାମ ହସ୍ପିଟାଲ। ତ ଏଠି ରାସ୍ତାର ଦେଖନ୍ତୁ ଅବସ୍ଥା। ନାଳ ପାଣି ଜମିକି ରାସ୍ତା ଭାଙ୍ଗିକି ପୁରା ଇଏ କେମିତି ଲୋକମାନେ ଗାଡ଼ିରେ ଯାଉଛନ୍ତି ସେଇଟା ଟିକେ ଚିନ୍ତା କରନ୍ତୁ। ଦେଖନ୍ତୁ ଏଇଟା ହେଉଛି ସ୍ୱେଲପୁର ରାସ୍ତାଟା। ତ ଏଇଟା ବ୍ରହ୍ମ ସମାଜ ସାଇଡରେ ଯୋଉ ବଡ଼ ନାଳ, ସବୁଠୁ ମୋତେ ବାଲେଶ୍ୱର ଏଇଟା ବଡ଼ ନାଳ ମୋତେ ଲାଗେ। ସେ ନାଳର ଅବସ୍ଥା ଦେଖନ୍ତୁ ବର୍ଷାରେ। ଆଉ କିଛି ସମୟ ବର୍ଷା ହେଲେ ପାଣି ପୁରା ରାସ୍ତା ଉପରକୁ ଆସିଯିବ। ତ ସାଙ୍ଗମାନେ ଇଏ ହେଉଛି ସିଦ୍ଧି କଲ୍ୟାଣୀ ମଣ୍ଡପ ସାମ୍ନାର ଦୃଶ୍ୟ ଦେଖନ୍ତୁ। ତ ଦେଖିଲେ ତ ସମସ୍ତେ ଆପଣମାନେ ଭିଡ଼ିଓଟି। ତ ଏତେ ବର୍ଷାରେ ଉଦା ହେଇ ମୁଁ ଭିଡ଼ିଓଟି କରିବାର କାରଣ ହେଉଛି ଯେ ମୁଁ ଚାହୁଁଛି ବାଲେଶ୍ୱରବାସୀ ଆମେ ସମସ୍ତେ ଜାଗ୍ରତ ହେବା। କାହିଁକି ଆମେ ଜାଗ୍ରତ ନହେଲେ ଆମ ବାଲେଶ୍ୱର ସିଚୁଏସନ୍ କେବେ ବି ଠିକ୍ ହେଇପାରିବନି। ପ୍ରତ୍ୟେକ ବର୍ଷାରେ ଏମିତି, ପ୍ରତ୍ୟେକ ଲଘୁଚାପ ଏବେ ଲଗାତାର ରହିଛି। ତ ଏମିତି ହିଁ ସିଚୁଏସନ୍, ସବୁଆଡ଼େ ପାଣି ଜମୁଛି, ନାଳ ସଫା ନାହିଁ, ରାସ୍ତାଘାଟ ଭାଙ୍ଗିଗଲାଣି। ତ ସମସ୍ତେ ଆମେ ଜାଗୃତ ହେବା। କାହିଁକିନା ଏମିତି ସିଚୁଏସନ୍ ପୂର୍ବ ସରକାରରେ ବି ହେଉଥିଲା ଏବଂ ଏଇ ସରକାରରେ ବି ମଧ୍ୟ ହେଉଛି। ସିଚୁଏସନ୍ ଠିକ୍ ହେଉନି, ତ ଆମେ ସମସ୍ତେ ଜାଗ୍ରତ ନହେଲେ ଏ ସିଚୁଏସନ୍ ଠିକ୍ ହେବ ହିଁ ନାହିଁ। ଆମେ ସମସ୍ତଙ୍କୁ ଏକ ସ୍ୱରରେ ସମସ୍ତେ ଜାଗ୍ରତ ହେବା ଏବଂ ବାଲେଶ୍ୱର ପାଇଁ ଲଢ଼ିବା। ରହିଲି, ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, କମେଣ୍ଟ କରିବେ ଏବଂ ବାଲେଶ୍ୱର ଉନ୍ନତି ପାଇଁ ସମସ୍ତେ ନିଶ୍ଚିତ ଭାବରେ ସଜାଗ ହୁଅନ୍ତୁ, ଜାଗ୍ରତ ହୁଅନ୍ତୁ। ଏତିକି ମୋର ଇଚ୍ଛା। ଜୟ ଜଗନ୍ନାଥ।